ମୋ ନାଁ ହେଉଛି ଶାରଦା ଶତପଥୀ। ମୁଁ ହିଞ୍ଜିଳି ପରିଦର୍ଶିକା ସୁପରଭାଇଜର। ଆଉ ହିଞ୍ଜିଳି ପରିଦର୍ଶିକା ସୁପରଭାଇଜର ଅଛି, ଅଙ୍ଗନବାଡ଼ି ICDS ସୁପରଭାଇଜର ଅଛି ହିଞ୍ଜିଳି। ଆଜି ଆମର ହିଞ୍ଜିଳି ଥାନାରେ ଯେଉଁ ଜୁଭେଣ୍ଡିକା ପ୍ରୋଗ୍ରାମ ହେଲା, ଆମର କିଶୋରୀ କିଶୋର ମାନଙ୍କ ପାଇଁ ଯେଉଁ ପ୍ରୋଗ୍ରାମଟା ହେଲା, ସେଇଟା ଆମର କେମିତି ମୋବାଇଲରେ ଭଲ ଜିନିଷ ଦଉଛି, ଖରାପ ଜିନିଷ ଦଉଛି। ଖରାପ ଜିନିଷଟାକୁ ନ ଆପଣେଇକି ଭଲ ଜିନିଷଟାକୁ ଆପଣେଇବେ, ନିଜ ଗୋଡ଼ରେ ନିଜେ ଠିଆ ହେବେ। ଆଉ ସେମାନେ ଯେମିତି 18 ବର୍ଷ ପୂର୍ବରୁ ବିବାହ କରାଇବା ନାହିଁ, ବାଲ୍ୟ ବିବାହ ସେଟାକୁ କହୁଛୁ ଆମେ। ପୁଅକୁ 21, ଝିଅକୁ 18 ବର୍ଷ ପୂର୍ବରୁ ବିବାହ କରାଇବା ନାହିଁ। ଯେଉଁ ପିଲାମାନେ ସେଇ ଲୁଚିକି ପଳାଉଛନ୍ତି, ବହୁତ ହଇରାଣ ହେଉଛନ୍ତି ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ। ସେଥିପାଇଁ ଆମେ ପାଠ ପଢ଼ିବାକୁ ଧ୍ୟାନ ଦେବା। ଆମ ପାଠ ପଢ଼ିବା ଯେମିତି ଆମର ଗୁରୁତ୍ୱ, ସେଇଟାକୁ ଆମେ ଧ୍ୟାନ ଦେବା। ଆଉ ପାଠ ପଢ଼ିକି ଆମ ନିଜ ଗୋଡ଼ରେ ନିଜେ କେମିତି ଠିଆ ହେବା, ସେଥିପାଇଁ ଆମର ପ୍ରତ୍ୟେକ ଶନିବାରରେ ଅଧିକ ପ୍ରୋଗ୍ରାମ ହେଉଛି। ସେ ପ୍ରତ୍ୟେକ ମାସର 4 ଥର 4ଟା ଆମର ଥିମ୍, 12 ମାସରେ 12ଟା ଥିମ୍, ମାସକୁ 4 ଥର ସେଇ ପ୍ରୋଗ୍ରାମକୁ ଆମର ରିଭାଇଜ କରିବାକୁ ପଡ଼ୁଛି। ଆଉ ଆମେ କିଶୋରୀମାନଙ୍କୁ ଡାକିକି ବାଲ୍ୟ ବିବାହକୁ ବନ୍ଦ କରିବା, କନ୍ୟା ଭ୍ରୂଣ ହତ୍ୟା ବନ୍ଦ କରିବା, ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା। ଆଉ ତା ସହିତ ଆମେ କୌଣସି ପିଲାମାନଙ୍କର, କୌଣସି ପୁଅ ପିଲାମାନଙ୍କର ଯଦି ସେମାନେ ଯଦି କିଛି ଡାକୁଛନ୍ତି କି ପ୍ରଲୋଭିତ କରୁଛନ୍ତି, କିଛି ଅର୍ଥ ଦଉଛ, ଅର୍ଥ ଆଶାରେ କି କୌଣସି ଅନଲାଇନରେ ଗେମ୍ ଫେମ୍ ଖେଳିବା ପାଇଁ କରୁଛନ୍ତି, ସେଥିରେ ପ୍ରଲୋଭିତ ନ ହୋଇକି ଆମେ ନିଜ ବାଟଟାକୁ, ନିଜ ଭଲ ବାଟକୁ ଆମେ ଆପଣେଇବା ପାଇଁ ଆମର ଏଇ ଜୁଭେଣ୍ଡିକା ପ୍ରୋଗ୍ରାମରେ ସବୁ ପ୍ରକାରର ଆଲୋଚନା ହେଲା। ଆଉ ଆମର କିଶୋରୀ ମାନେ କେମିତି ଭଲ ରାସ୍ତାରେ ଯିବେ, ଆଉ ନିଜ ଗୋଡ଼ରେ ନିଜେ ଠିଆ ହେଇକି ରୋଜଗାର କ୍ଷମ ହେବେ, ସେଥିପାଇଁ ଆମର ଏଇ ଜୁଭେଣ୍ଡିକା ପ୍ରୋଗ୍ରାମ ହେଲା। କିଶୋରୀ ମାନେ ପାଠ ପଢ଼ିବେ, ସେ ପ୍ରତି ଆମର ଧ୍ୟାନ ଦେବା ପାଇଁ ଆମର ଆଜିର ପ୍ରୋଗ୍ରାମ କରା। ମୋ ନାମ ହେଉଛି ସଂସ୍କୃତ ପାଠୀ। ମୁଁ ଆସିଛି ହିଞ୍ଜିଳି କାଟୁ ବଡ଼ ସାହିରୁ। ମୁଁ 12th ଏବେ ପାସ୍ ଆଉଟ୍ କରିଛି। ଆଜି ଆମ ହିଞ୍ଜିଳି ଥାନା ପୋଲିସ ଷ୍ଟେସନରେ ଜୁଭେଣ୍ଡିକା ଉତ୍ସବ ହେଇଥିଲା। ସେ ଉତ୍ସବରେ ଆମର ସୁପରଭାଇଜର ମାନେ ଏବଂ ଅଙ୍ଗନବାଡ଼ି ଦିଦିମାନେ ଆମ ସହିତ ଆସିଥିଲେ ଏବଂ ଆମକୁ ପୋଲିସର ସବୁ ଇନ୍ସପେକ୍ଟର ମାନେ ଆମକୁ ବହୁତ ସାହସ ଦେଲେ। ଭିଡ଼ିଓ ଦେଖେଇ, ଭିଡ଼ିଓ ମାଧ୍ୟମରେ ଆମର ନିଜର ସୁରକ୍ଷା ପ୍ରତି ଏବଂ ଆମ କିଶୋରୀ ଅବସ୍ଥାରେ ଆମେ ନିଜର କେମିତି ଯତ୍ନ ନେବା ସେଇ ବିଷୟରେ କହିଲେ ଏବଂ ଆମକୁ ଟୋଲ୍ ଫ୍ରି ନମ୍ବର ଦେଲେ, ଯାହାଦ୍ୱାରା କି ଆମେ ଯେକୌଣସି ପରିସ୍ଥିତିରେ ବି ଆମେ ପୋଲିସ ଥାନାର ସାହାଯ୍ୟ ନେଇପାରିବୁ ଏବଂ ଆମକୁ ବହୁତ ସାହସ ମଧ୍ୟ ଦେଲେ। ଆମେ ଯେକୌଣସି ପରିସ୍ଥିତିରେ ବି ଏଥିରୁ ଆମେ ଶିଖିଲୁ କି ମାନେ କୌଣସି ବି ଭିଡ଼ିଓ ମାଧ୍ୟମରେ ଆମକୁ ଦେଖାଗଲା କି ଭିଡ଼ିଓ ଗେମିଂରୁ ଏବଂ ଯେଉଁ ଠକାମିରେ ଶିକାର ହେଉଛନ୍ତି ସେସବୁରେ ଆମେ କିପରି ସାବଧାନ ରହିବା, ଆଉ ଫିଜିକାଲ ରହିବା, ସବୁବେଳେ ମୋବାଇଲକୁ ବେଶୀ ୟୁଜ୍ କରିବାନି। ନମସ୍କାର, ମୁଁ କାଜଲ ବେହେରା, ହିଞ୍ଜିଳି କାଟରୁ ବାସିନ୍ଦା। ହିଞ୍ଜିଳି ଥାନା ତରଫରୁ ମାନେ ପୋଲିସ ମାନଙ୍କ ତରଫରୁ ଗୋଟେ କାର୍ଯ୍ୟକ୍ରମ କରାଯାଇଥିଲା ଜୁଭେଣ୍ଡିକା, ଯେଉଁଥିରେ କି ମାନେ ଯୁବ ପିଢ଼ି ପିଲାମାନଙ୍କୁ ଗୋଟେ ସଚେତନ କରିବା ପାଇଁ ପ୍ରୋଗ୍ରାମଟି କରାଯାଇଥିଲା। କେମିତି ଆମେ ନିଜକୁ ସଚେତନ କରାଇବୁ, ବିଭିନ୍ନ ପ୍ରକାର ମାନେ ବୟସ ବଢ଼ିବା ସହିତ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି, ସେଇ ସବୁରୁ ଆମେ କେମିତି ସଚେତନ ରହିବୁ, ପୋଲିସ ଷ୍ଟାଫ୍ ତରଫରୁ ଆମକୁ ଅନେକ ସଚେତନ ଉପାୟ ଗୁଡ଼ିକୁ ଅବଲମ୍ବନ କରାଯାଇଥିଲା। ନିଜର କେମିତି ନିଜର ଭିତରେ ଯଦି କିଛି ଟ୍ୟାଲେଣ୍ଟ ଅଛି, ଆମେ ସେ ସବୁକୁ ଲୁଚେଇବା କିଛି ଦରକାର ନାହିଁ। ଯେଉଁଟା ଆମର ଅଛି ଆମେ ନିର୍ଭୟରେ ଆମେ ସେକୁ ପ୍ରେଜେଣ୍ଟ କରିବା ଦରକାର। ଏବେ ଦେଖନ୍ତୁ ସମସ୍ତେ ମୋବାଇଲ ୟୁଜ୍ କରୁଛନ୍ତି, ମୋବାଇଲ ବିଭିନ୍ନ ପ୍ରକାର ଫିଲ୍ଟର ଏସବୁ ଦେଇକି ନିଜର କ୍ୱାଲିଟିଟାକୁ, ନିଜର ଫେସ୍ରେ ଯେଉଁ ମାନେ ସୌନ୍ଦର୍ଯ୍ୟ ରହିଛି ସେ ସବୁକୁ ଲୁଚେଇବା, ମାନେ ସେ ସବୁକୁ ବିଭିନ୍ନ ପ୍ରକାର ଫିଲ୍ଟର ମାଧ୍ୟମରେ କରିଦେଇଛନ୍ତି, ଯେଉଁଟାକି ନିଜର ବାସ୍ତବିକ ରୂପକୁ ପ୍ରତିଛବିକୁ ଆମେ ଏଟା କରିଛୁ।